রাধা সে রূপ কলা মতে সেই রূপ দেখাও হরি মতে সেই রূপ দেখাও হরি ও মতে সেই রূপ দেখাও হরি সেই রূপটিকে দেখিদেলে মরଯିବି হ্যাঁ সেই রূপ তো ଆଉ ବଞ୍ଚିବିନି না বଞ୍চিବାକୁ ইচ্ছা নাই বিলকুল ପାଲା ବାଲା କଣ କହୁଥିଲେ କଣ କହୁଥିଲେ ରାଧା ବୋଲି ଗୋଟେ ଶବ୍ଦ ନାହିଁ ବିଲକୁଲ ନାହିଁ ରାଧାକୁ ଯେତେବେଳେ 7 ବର୍ଷ ହେଇଥିଲା କୃଷ୍ଣଙ୍କୁ ଯେତେବେଳେ 11 ବର୍ଷ ହେଇଥିଲା ଆଜ୍ଞା ଆପଣ ମାନେ ଜ୍ଞାନୀ ଆଉ ପଣ୍ଡିତ ମାନେ ବସିଛନ୍ତି ବୋଲି କହୁଛି ଏ ପାଲା ସବୁ ଜାଗାରେ ବିକି ହବନି ଗୋଟେ ଗୋଟେ ଜାଗାରେ ଖାଲି ପାଳିଆ ମାନଙ୍କୁ ଠିଆ ହେଇକି ଧାଙ୍ଗିଡ଼ି ନାଚ କଲେ ପାଲା ହବ କିନ୍ତୁ ମୁଁ କହିଛି ଏ ଅଖଣ୍ଡ ପୁରୀ ଜିଲ୍ଲା ଏଠି ପାଠ ଦରକାର ପାଠ ନାହିଁ ସାର୍ ଖାଲି ପାଠ 7 ବର୍ଷ ହେଇଥିଲା ରାଧା କୃଷ୍ଣଙ୍କୁ ହେଇଥିଲା 11 ବର୍ଷ କଲା ଭାଣ୍ଡିର ବନରେ ନନ୍ଦ ରାଜା ପରା କୃଷ୍ଣ ରାଧା ବାହା କଲା ପୁରାଣ ପୁସ୍ତକକୁ ଅନେଇଲେ ବାବୁ କୃଷ୍ଣଙ୍କର ଭାର୍ଯ୍ୟା ହେଲା ରାଧା ଆଉ କୃଷ୍ଣ ଆଜ୍ଞା କୃଷ୍ଣ ସାଙ୍ଗରେ ରାଧାକୁ 7 ବର୍ଷ ହେଇଥାଏ କୃଷ୍ଣକୁ 11 ବର୍ଷ ହେଇଥାଏ ଆଜ୍ଞା ଆଜ୍ଞା ଭାଣ୍ଡିର ବନ ଆମେ ଯୋଉ କହୁନେ ପିଲେ ବୃନ୍ଦାବନ ଆଜ୍ଞା ଆଚ୍ଛା ବୃନ୍ଦାବନ କେତେଟା ଅରଣ୍ୟକୁ ନେଇକି ବୃନ୍ଦାବନ କେତେଟା ସାରେ ଏ ସୋନା ଦାସ ମୂର୍ଖ ଗାୟକ ଜାଣିନି ନା ନା ବୃନ୍ଦାବନ 12ଟା ଅରଣ୍ୟ ମିଶିଲେ ବୃନ୍ଦାବନ 12ଟା ସେଇ 12ଟା ଅରଣ୍ୟ ଭିତରୁ ଆଜ୍ଞା ଗୋଟିଏ ଅରଣ୍ୟ ଥିଲା ଭାଣ୍ଡିର ବନ ଭାଣ୍ଡିର ବର୍ଣ୍ଣ ସେଇ ଭାଣ୍ଡିର ବନରେ ରାଧା ସାଙ୍ଗରେ କୃଷ୍ଣଙ୍କର ବାହାଘର କଲେ ରାଜାନନ୍ଦ କିନ୍ତୁ ଆମେ ମାନେ ପୁରାଣରେ ଶୁଣିଛେ ରାଧାର ସ୍ୱାମୀ କୁଆଡେ ଚନ୍ଦ୍ରସେନା ଆଜ୍ଞା ନା ଭୁଲ କହୁଛି ଆଜ୍ଞା ନା ସାର୍ କିନ୍ତୁ କିନ୍ତୁ ରାଧାର ସ୍ୱାମୀ ଚନ୍ଦ୍ରସେନା ନୁହଁ ଆଉ ତାହେଲେ 11 ବର୍ଷ ବୟସରୁ ଆଜ୍ଞା କୃଷ୍ଣ ରାଧାକୁ ବାହା ହେଇଯାଇଛି ଏଇଥିପାଇଁ ଯେତେବେଳେ କୃଷ୍ଣ ନିନ୍ଦା ହୁଏ ରାଧା ଜମା ସହି ପାରେନି ରାଧା କହେ କଣ କହନ୍ତି କହିଲା ଆଗୋ ପ୍ରିୟ ସହି ମୁଁ ଛାତି ପଥର କଲିଣି ସହି ସହି ଆଗୋ ପ୍ରିୟ ସହି ପଥର
ହଉ ପ୍ରଭୁ ତାର ମଙ୍ଗଳ କରନ୍ତୁ। ଏଇଟା 10 ଟଙ୍କା ନୁହେଁ, ଏ 10 ଲକ୍ଷ ଟଙ୍କା ବୋଲି ମୁଁ ଭାବୁଛି। ଗୋଟେ ଛୋଟ ଛୁଆଟେ ଯଦି 10 ଟଙ୍କା ଦେଇଛି, ତା ରୋଜଗାର ବେଳ ହେଇନଥାଉ, ସେଟା ବାପା ପଇସାରୁ ତା ଖାଇବା ଖର୍ଚ୍ଚ କାଟିକି ମୋତେ 10 ଟଙ୍କା ଦେଇଛି। ଆଜ୍ଞା ଆଜ୍ଞା ସାର୍। ବାବୁରେ ଆଜ୍ଞା ମୁଁ ତତେ ଆଶୀର୍ବାଦ କରୁଛି, ହେଲା ତୋ ଚଲାପଥ କୁସୁମିତ ହଉ। ଆଜ୍ଞା ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ। ଆଜ୍ଞା ଏ ଗ୍ରାମରେ ତୁ ଗୋଟେ ଯୋଗ୍ୟତମ ସନ୍ତାନ ହେଇକି ତୋ ନାଁ ରଖ, ଏତିକି ଭଗବତୀ କି ଡାକୁଛି, ତୋର ମଙ୍ଗଳ ହଉ। ତାହେଲେ ସଜନ ଆଜ୍ଞା କବି କହିଲେ କିଏ କେତେ ଯମୁନା ଯାଉନାହିଁ, ହଁ କିଏ ଶ୍ୟାମ ବନ୍ଧୁକୁ ଯାଉନାହିଁ। ଚାହୁଁନାହିଁ। ରାଧା ଆଜ୍ଞା ବୁଢୀ ହେଇକି ପଡିଛି, ଉଠି ପାରୁନି। ନା ନା କହୁଛି କୃଷ୍ଣ ଟିକେ ଦେଖନ୍ତି। ଭଗବାନ କୃଷ୍ଣ ସହି ପାରିଲେନି, ନା ନା କହିଲେ ନା ନା ମୁଁ ରାଧା ପାଖକୁ ଯିବି। ମୁଁ ରାଧା ପାଖକୁ ଯିବି। ରୁକ୍ମିଣୀ ପଚାରୁଛି, କଣ ପଚାରିଲେ? ସତ୍ୟଭାମା ପଚାରୁଛି, ହଁ ହଁ ଜାମ୍ବବତୀ ପଚାରୁଛି, ଆଜ୍ଞା ହେ ସ୍ୱାମୀ ସ୍ୱାମୀ ବରେଣ୍ୟ ଗାୟକ ମହୋଦୟସୁ ସଂଖ୍ୟାରେ ମୋର ଦରିଦ ନିଧାନ ସକାଳେ ମୋର ଦରିଦ ପସରା ଅନ୍ତରରେ ନାଗୁରେ ରାଧାଟା କିଏ? ଏମିତି କିଏ? ରାଧା ଚରିତ୍ର ନାହିଁ ପୁରାଣରେ? ଅଛି। ସେଇଦିନ ଅଷ୍ଟପାଟ ବଂଶୀ ସ୍ତ୍ରୀ ମାନେ ବସିଥାନ୍ତି, ହଁ କହିଲେ ଆମେ ତ ସବୁ ବଡ ବଡ ଘରର ଝିଅ ବୋହୂ, ଓହୋ ଆମ ବାପା ତ କୃଷ୍ଣକୁ ବେଶୀ ଡିମାଣ୍ଡ ଦେଇଛି, ଆଜ୍ଞା ଆମେ ତ ଭାରି ସୁନ୍ଦରୀ, ହଁ ହଁ ଓହୋ ଆମକୁ ଛାଡିକି କୃଷ୍ଣ ରାଧାକୁ କାହିଁକି ଭଲ ପାଉଛି? ସେ ରାଧାଟା କିଏ? କିଏ? ଉତ୍ତର ଦବାକୁ କେହି ନାହାନ୍ତି। ନା ନା କେବଳ ଗୋଟିଏ ମା ଅଛି। କିଏ ସେ? ସେ ମା ଡାକିଲା, କଣ ଡାକିଲେ? କହିଲା ପିଲେ ପିଲେ ବୋହୂ ମାନିଲୋ, ବୋହୂ ମାନେ ମୋ ପୁଅ କୃଷ୍ଣ ହଁ ରାଧା ପୁଣି ଆସିଲେ ମୋହନ ବାବୁ ଆସିଗଲେ। ଆଜ୍ଞା ଆୟୁଷ୍ମାନ ଭବ। ଇଏ ମନୁ ବାବୁ ତ? हरिओम लक्ष्मीस्ते पंकजाक्षी निवसतु सदने भारती कंठ देशे वर्धतान बंधु वर्गान सकल रिपुगणान जानतु पाताल मूले देशे देशे चकीर्ति प्रसरतु भवन्तु जानतु पूर्णेन्दु शुभ्रम जीविते पुत्र पौत्र सकल गुणयुक्तान स्वस्तिस्ते नित्यमस्तु। जगन्नाथ कल्याण करंतु मंगल हो। सोना दासु केते देइथिल? आज्ञा किछि नै मो भाग्य रे कोन होते ना मु सोईथिली सुनिछु मु काने रे बाजी 5 मते दिया 700 मो मनटा दुख। सुनंतु आज्ञा तांकु पचाते आपनु पचातेली भीष्म केते शरीर सरस जाइछथि एई ठेई कहि दउची तांकु पचाते कोला जीवन रे परा 84 टारे सरे जे भीष्म सरिला बाजी बारू परा भीष्म सर सजिया हेला
ଆଉ କାହିଁକି 84ଟା ସ୍ୱରରେ ଭୀଷ୍ମ ଶୋଇଲା ସାର୍ ପଳେଇବେ କି? ତା ଉତ୍ତର ବି ଦେବି। ଆଉ ଦେବେ ଉତ୍ତର ରାମଚନ୍ଦ୍ର ବିବାହ ବେଳେ ରାମଚନ୍ଦ୍ରଙ୍କୁ ବୟସ କେତେ ହେଇଥିଲା ସୀତାଙ୍କୁ ବୟସ କେତେ ହେଲା? ବାସ ଗୋପାଲ ବଢିଆ ପ୍ରଶ୍ନ ପଚାରିଲ। କହିଲା ବିବାହ ଘର ବେଳକୁ ରାମକୁ ଯେ ହୋଇଛି 24 ବର୍ଷ। ସେତେବେଳେ ପରା ସୀତାରାମ ଠାରୁ ବଡ ଥିଲା 3 ମାସ। ପାଇଲ ଉତ୍ତର ନା ଭୁଲ କହିଲୁ? ପାଇଲୁ ଉତ୍ତର 500 ଟଙ୍କା ଆଉ ଦବ। ପଠେଇ ଦେଉଛି ହଁ, ନହେଲେ ମନ କଷ୍ଟ ହବ। ଏଡେ ବଡ ଲୋକଟା, ଏ ଗାଁର ଏଡେ ବଡ ମୁଣ୍ଡ ସନା ଦାସ, ସେ 500 ଟଙ୍କିଆ ଗାୟକ। ମୁଁ ନ ପାଇଲେ ମୋ ମନ କଷ୍ଟ ହବ। ମୁଁ ବ୍ରାହ୍ମଣ ଲୋକ, କାନ୍ଦି କାନ୍ଦିକି ଯିବି। ହଁ, ଆଜ୍ଞା ଅଳ୍ପ ଦିନ ପରେ ଆହୁରି ଅଧିକ ପଇସା ପରେ ସେ ଖର୍ଚ୍ଚ କରିବେ। ଆଉ ଆପଣଙ୍କୁ ଦେବେ କୋଉଠୁ କହିଲେ? ଏ ହଉ ଲକ୍ଷେ ପରେ ଟଙ୍କା ଖର୍ଚ୍ଚ କରିବେ। ସେ ଗୋଟେ ଦଣ୍ଡ ବେଳ ହବ, ଲକ୍ଷେ ଖର୍ଚ୍ଚ କରିବେ। ମୁଁ ମଜାରେ କହୁଛି, ଆଉ ମୁଁ ମଜାରେ କହୁଛି। ଏଇଭଳିଆ ଗୋଟିଏ ଗୋଟିଏ ଲୋକ ଗାଁରେ ଥାନ୍ତୁ, ଏ ଗ୍ରାମର ସେବା କରୁଥାନ୍ତୁ। ଆରେ ଗୋଟିଏ ଟଙ୍କା ଥବ ଯଦି ତମର ସେବା ଟିକେ ଗାଁରେ ନ। ହଁ ମୋ ମାଲୋ, ହଉ ପ୍ରଭୁ ମଙ୍ଗଳ କରନ୍ତୁ। ତମେ ଏମିତି ଆସିକି ଲୁଚିକି ଦିଅ, ନହେଲେ ସନା ଦାସ ବାଡ଼େଇ ଛାଟି ହେଇକି ମରିଯିବ। ତ ବୋପାଲ ଦ୍ୱିତୀୟ ଥାକରେ କଣ ଏତେ ପୁରସ୍କାର ପାଉଛି? ତାକୁ କହୁନାହାନ୍ତି ଓଏସ୍ ଅଫିସର ହବ ସେ। ତାକୁ କହୁନାହାନ୍ତି ପାଠ ପଢିବ ଭଲ, ଓଏସ୍ ଅଫିସର ହବ। ନାଇଁ, ଆଉ ତ ତାର ସେ ବୟସ ନାହିଁ। ଆଉ ଗୋଟେ କଥା ରହିଯାଇଛି ଆଜ୍ଞା, କ୍ଷମା ଦେବେ, ସେଟା ଗୋଟେ ପୁରସ୍କାର ଡିକ୍ଲାର ନାଁ ଭୁଲ ହେଇଗଲା। ତା ନାଁ ହେଉଛି ଶ୍ରେୟାଂଶୁ ଘଡ଼େଇ। ଶ୍ରେୟାଂଶୁ ନାଁରେ ଗୋଟେ ହରିବୋଲ ଦେବେ। ହଉ, ଶ୍ରେୟାଂଶର କଲ୍ୟାଣ କରନ୍ତୁ ସତ୍ୟନାରାୟଣ। ଶ୍ରିୟାଂଶୀ। ଶ୍ରେୟାଂଶୀର ମଙ୍ଗଳ ହଉ, ଜଗନ୍ନାଥ କଲ୍ୟାଣ କରନ୍ତୁ। ଆଜ୍ଞା। ଆଉ ଯୋଉ କଥାଟା ଆପଣ କହିଲେ, ମୁଁ ଆଜି ସେଇ କଥା କହୁଛି। ମାଲୋ ଭଗବତୀ, ଯଦି ଜଗନ୍ନାଥ ଥାଆନ୍ତୁ, ଆଜ୍ଞା। ଆର ଜନ୍ମରେ ସନାତନ ଦାସ ମୋ ଭାଇ ହେଇକି, ନିଜ ଭାଇ ହେଇକି ଜନ୍ମ ହଉ। ଉତ୍କଳ ମେଡିକାଲରେ ପଢିଛି। ମତେ ଧରିକି ଭୋ ଭୋ କିନି କାନ୍ଦିଲା, କଲାରେ ହୋତା ତୁ ନଥିଲେ ମୁଁ ଆଉ କାହା ସାଙ୍ଗରେ ପାଲା ଗାଇବି? ମୋ ଘରକୁ 5 ଥର ଆସିକି ଗଲାଣି। ଭଗବତୀ କି ମୁଣ୍ଡିଆ ମାରୁଛି, ମା ପରଜନ୍ମରେ। ହଉ ମୋ ବାପା, ପ୍ରଭୁ ମଙ୍ଗଳ କରନ୍ତୁ, ଆୟୁଷ୍ମାନ ଭବ। ପରଜନ୍ମରେ ସନାତନ ଦାସ ମୋ ନିଜ ଭାଇ ହେଇକି ଯେମିତି ଜନ୍ମ ହଉ। ସେ ବଡ ଭାଇ ହେଇଥାଉ, ମୁଁ ସାନ ଭାଇ ହେଇଥାଏ। ମୁଁ ଯେମିତି ତା ପାଦ ସେବା ଟିକେ କରୁଥାଏ। ମୁଁ ଏତିକି ଜଗନ୍ନାଥକୁ ଡାକୁଛି। ଓଡ଼ିଶାର ନୃସିଂହ ତ ଆପଣ ଜାଣିଛନ୍ତି, ମୁଁ କୋଉ ଗାୟକକୁ ମାନିବା ଗାୟକ ନୁହଁ। ଓଡ଼ିଶାରେ କାହାକୁ ମାନିନି, କିନ୍ତୁ ସନା ଦାସ ଅନନ୍ୟ। ମଞ୍ଚ ଉପରେ ସିନା ପଦେ କହିଦିଏ, ବସା ଘରେ ମୁଁ ଯଦି ମୁଠେ ନ ଖାଇଥିବି, ହୋତା ଖାଇଲାଣି ନା ନାଇଁ, ନା ମୁଁ ଖାଇବିନି। ହୋତା ଖାଇଲେ ମୁଁ ଖାଇବି। ଆଉ ତାଠୁ କଣ ଅଛି? ରାଧା ପଡିଛି, କୃଷ୍ଣ କୃଷ୍ଣ ହଉଛି। ଆଜ୍ଞା। କୃଷ୍ଣ ବାହାରୁଛନ୍ତି ରାଧା ପାହାକୁ। ଅଷ୍ଟପାଟ ବଇଁଶୀ ପଚାରୁଛନ୍ତି ସ୍ତ୍ରୀ ମାନେ। କଣ ପଚାରୁଛନ୍ତି? ସ୍ୱାମୀ, ସ୍ୱାମୀ, ଆମେ ମାନେ ଆପଣଙ୍କ ଠାରୁ କୋଉ ଗୁଣରେ କମ ଯେ ଆଜ୍ଞା। ଆପଣ ରାଧାକୁ ଏତିକି ଭଲ ପାଆନ୍ତି? ଆମେ ଏତେ କଣ କମ? ଆମେ କଣ ସୁନ୍ଦରୀ ନୁହଁ? ଆମେ କଣ ସୁନ୍ଦରୀ ନୁହେଁ? ଆମେ କଣ ରାଜା ଝିଅ ନୁହଁ? ନା। ଆମର କଣ ଧନ ସମ୍ପତ୍ତି ନାହିଁ? ଏତେ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଆପଣ ରାଧାକୁ କାହିଁକି ଏତେ ଭଲ ପାଆନ୍ତି? ଉତ୍ତର ଦେଲେ କୃଷ୍ଣ। କଣ ଦେଲେ? କହିଲେ ଏ କଥାଟା ମୁଁ କହିପାରିବିନି,
ए कथाटा मो मा कहिब तमे मो मा बाहू जा कृष्ण को माँ किए ये से ଯଶୋଦା ନାଇଁ ଆଉ ତାହେଲେ ଯଶୋଦା ଜନ୍ମ କରିଥିଲା ଗୋଟେ କୃଷ୍ଣ ତାହେଲେ ସେ କିଏ ସେ ଦେବକୀ ଜନ୍ମ କରିଥିଲା ଗୋଟେ କୃଷ୍ଣ ହଉ ହଉ ପ୍ରଭୁ ମଙ୍ଗଳ କରନ୍ତୁ ଆପଣଙ୍କ ପରିବାର ସୁଖରେ ରହୁ ଅଛୁ ସୁଖରେ ଅଛୁ ଆଜ୍ଞା ଆଉ ଆପଣଙ୍କର ସହାୟତା ମୁଁ ଜଣେ ବ୍ରାହ୍ମଣ ହିସାବରେ କହୁଛି ଯେତିକି ଦିନ ବଞ୍ଚିଥିବେ ଆପଣ ଜୀବନ୍ତ ଚତୁର୍ଥ ଅବସ୍ଥା ଆପଣଙ୍କର ହେଲାଣି ଆଉ ଯେତିକି ଦିନ ବଞ୍ଚିଥିବେ ଏ ଗାଲୁଆ ଗାଁର ସେବା ଟିକେ କରୁଥିବେ ତେବେ ଏ 500 ଟଙ୍କାଟା ମୋ ପାଇଁ 5 ଲକ୍ଷ ଟଙ୍କା ହେବ ଆଜ୍ଞା ଯିଏ କରିବ ପାପ ଧନ୍ୟତା ମା ବାପ ଯିଏ କରିବ ଧର୍ମ ପୋଡ଼ିଯିବ ତା କର୍ମ ଜୀବନର ମୂଳ ତ ବେଳ ନାହିଁ ଶେଷ ରାତ୍ର କଥା ନହେଲେ ଏତିକିରେ ତ ଗୋଟେ ରାତି ପାଲା ଯାଆନ୍ତା ଯାହା ବି ହଉ ମୁଁ ଏତିକି ଜଗନ୍ନାଥକୁ ଡାକିବି ଆପଣଙ୍କ କର୍ମ ପୋଡ଼ିଯାଉ କି ଧର୍ମ ପୋଡ଼ିଯାଉ କିନ୍ତୁ ଗାଁ ପାଇଁ କିଛି କରନ୍ତୁ ଏ ଗାଁର ମଙ୍ଗଳ ପାଇଁ ଚିନ୍ତା କରନ୍ତୁ ପଚାରିଲେ ମା ଉତ୍ତର ଦେଲା ମୋ ପୁଅ ତମ ମାନଙ୍କ ଠାରୁ ଛାଡ଼ି ଆହା ରାଧାକୁ କାହିଁକି ଭଲ ପାଏ କହିଲା ଆଦି ଅନାଦି ନିର୍ଗୁଣ ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ସନାତନ ବ୍ରହ୍ମ ନିରୂପଣ ରାଧା ନାମ ଜଗତରେ ଅଟଇ ଉତ୍ତମ ରାଧା ଠାରୁ ଜଗତରେ କେ ନାହିଁ ବାଟ ର ପାଟି କରୁନା ବସମ ପାଳିଆ ମାନେ ଯଦି ହଁ ହଁ କରିଦେଲେ ପାଲା ହଉଥାନ୍ତା ଗାୟକ ଗାଇକି ଆଉଥାନ୍ତା ମୁଁ ଆଜ୍ଞା ଏ ହଜାରେ ଭଜନ ପାଳିଆ ଆଣିକି ଭଜନ ଟେକିଦେଲେ ପାଲା ହେଇଯିବ ଆଗ ଦରକାର ମୂଳ ମେଢି ବେଙ୍ଗେଳା କରୁଥବ ଯଦି ମେଢି ବଳଦ ନଥବ ତମେ 50 ବଳଦ ଯୋଉଛୁ ତମ ବେଙ୍ଗେଳା ହବ ମେଢି ଦରକାର ଆଉ ସନାତନ ଦାସ ମେଢି ଗାୟକ ନୁହଁ ତା ଜୀବନରେ ମେଢି ଜାଗା ସିଏ ଦେଖିନି ଯାହାକୁ ଯୋଉ ରାଧା ନାଁକୁ ନେଇ ଅନୁକୂଳ ଚନ୍ଦ୍ର କହିଲେ କଣ କହିଲେ କହିଲେ ଜୟ ରାଧେ ରାଧେ কৃষ্ণ কৃষ্ণ গোবিন্দ গোবিন্দ জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বল রে রাধে গোবিন্দ 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 গোবিন্দ
আতুরি বদনে বলো ও হরি হরি ছাড় রে মন কপট চাতুরে বদলে দোলা হরি হরি নামে পরম ব্রহ্ম জীবর মূল ধর্ম নামে পরম জীবন অধর্ম কুকর্ম ছাড় রে জয় রাধে রাধে কৃষ্ণ কৃষ্ণ গোবিন্দ গোপাল বল রে জয় রাধে রাধে কৃষ্ণ কৃষ্ণ গোবিন্দ গোপাল বল রে ଆଜି ଶେଷ ରାତି ପାଲା ମୁଁ କହିଛି ବେଶୀ କଷ୍ଟ ଆପଣଙ୍କୁ ଦେବି ମୁଁ ଜାଣିଛି ଆପଣଙ୍କୁ ମୁଁ କେତେ ଭଲ ପାଏ ହୃଦୟରେ ତାହା ଅନ୍ତର୍ଯ୍ୟାମୀ ଜାଣିଛି ଆଉ ଭଗବତୀ ଜାଣିଛି ଆପଣ ଏମିତି ଏକ ମଣିଷ ପାଲା ମଞ୍ଚରେ ଗାୟକମାନଙ୍କୁ ସମୟ ପଇଲେ 5,000 10,000 ବି ଦେଇଛନ୍ତି କିନ୍ତୁ ମୁଁ ମୋ ଜୀବନରେ ଆପଣଙ୍କଠୁ ମୁଁ 5 ଟଙ୍କା ଆଜି ପର୍ଯ୍ୟନ୍ତ ଗ୍ରହଣ କରିନି କିନ୍ତୁ ମୁଁ ଆପଣଙ୍କୁ ସାଂସ୍କୃତିକ ମୋ ଆଦର୍ଶର ବାପା ବୋଲିକି ଗ୍ରହଣ କରେ ହୃଦୟରେ ଆଉ ମୋର ଧନ କ'ଣ ହବ ପାଲା ତ ସରିଲାଣି 11ଟା ବାଜି ଯାଉ ଆଜି ଶେଷ ରାତି 11ଟା ହେଇଗଲେ ପାଲା ବନ୍ଦ କରିଦେବା 12ଟା ହେଇଗଲାଣି ସମୟ ଗୁଡା କୁଆଡେ ଯାଉଛି ମୁଁ ଜମା ଜାଣିପାରୁନି ହଉ ଭାଇନା लो ମୁଣ୍ଡିଆ ମାରୁଛି କଲା ଛାଡ଼ରେ ମନ ଇଏ କପଟ ଆଶା ଆହା ଛାଡ଼ରେ ମନ କପଟ ଆଶା ଭକତ ଜଳେ କରରେ ନିଶା